ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ନେତୃତ୍ୱରେ ପଥ ଉତ୍ସବ ଟିଟିଲାଗଡ଼ରେ ଅନୁଷ୍ଠିତ ହୋଇଯାଇଛି। ସହରର ସମସ୍ତ ନାଗରିକଙ୍କୁ କିଭଳି ଭୋଟ ଦେବା ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରିବାର ବାର୍ତ୍ତା ଉପସ୍ଥାପନ କରିଥିଲେ। ନୂଆ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକୃତ କରିବା, ନିଃସ୍ୱାର୍ଥ ଭୋଟ ଦେବା, ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରିବା, କାହାଠାରୁ ଟଙ୍କା କିମ୍ବା ମଦ ମାଂସ ଭଳି ଲାଳସାରୁ ଦୂରେଇ ରହିବା, ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ତାହାର ସଂଶୋଧନ କରିବା ଭଳି ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନତା କରାଯାଇଥିଲା। ଟିଟିଲାଗଡ଼ ଡିଏଭି କଲେଜ ଖେଳ ପଡ଼ିଆଠାରୁ ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ସହରର ସମସ୍ତ ରାସ୍ତାରେ ପରିକ୍ରମା କରିଥିଲେ ଏବଂ ଗୋପବନ୍ଧୁ ପାର୍କଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତ ସ୍କୁଲ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଯେଉଁମାନେ ଉତ୍ତୀର୍ଣ୍ଣ ସେମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ। ଏଥିରେ ଉପଜିଲ୍ଲାପାଳ ଦୟାମୟ ପାଢ଼ୀଙ୍କ ସମେତ ଟିଟିଲାଗଡ଼ ବିଡିଓ ତଥା ଦାୟିତ୍ୱରେ ଥିବା ପୌର ପରିଷଦ ନିର୍ବାହୀ ଅଧିକାରୀ ସୁଶାନ୍ତ ରଣା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ତଥା ଟିଟିଲାଗଡ଼ ଉପଖଣ୍ଡ ସମସ୍ତ ବିଡିଓ, ତହସିଲଦାର, ଟିଟିଲାଗଡ଼ ପୋଲିସ ବାହିନୀ, ଶତାଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।